ନିଜକୁ କ'ଣ ହଜି ଯାଇଛି ପରି ଲାଗୁଛି। ଖୁବ୍ ଆନନ୍ଦ ଭିତରେ ବୁଡ଼ି ରହିଛି ଆପଣମାନଙ୍କର ଏହି ସଂଘର୍ଷ ମହାବିଦ୍ୟାଳୟକୁ। ଆପଣମାନେ ଯେ କାର୍ଯ୍ୟକ୍ରମ କରୁଛନ୍ତି ପ୍ରକୃତରେ ଜଗତରେ ସମସ୍ତଙ୍କୁ ଆନନ୍ଦ ଦେବା, ଦୁଃଖୀକୁ ବି ସୁଖୀକୁ ବି ଆନନ୍ଦ ଦେବା ଏ ପ୍ରୋଗ୍ରାମକୁ ଆପଣମାନେ ଚଳେଇ ରଖିଛନ୍ତି। ଖୁବ୍ ଭଲ। ଜୀବନରେ ତ ଇଏ ହିଁ ସବୁବେଳେ କାନ୍ଦିବା ଅପେକ୍ଷା ବେଳେ ବେଳେ ହସିବା, ବେଳେ ବେଳେ ଗାଇବା ନିହାତି ସମସ୍ତଙ୍କର କର୍ତ୍ତବ୍ୟ। ଆମେ ତ ସବୁବେଳେ ହଜି ଯାଇଛୁ। ଦୁଃଖୀ ରଙ୍ଖୀ ମାନଙ୍କ ଭିତରେ ଦିନଟା କାଟୁଛି, ରାତି ବି କାଟୁଛି। କେତେବେଳେ କ'ଣ ଯାଉଛି ସେଟା ଜାଣି ହୁଏନି। ଏ ସମାଜ, ଆମ ସମାଜରେ ଆଜି ଦିନେ ଆମେ ଭାବୁଥିଲେ ଆମ ଦେଶ ପରାଧୀନ ପରେ ମଧ୍ୟ ଆମ ଦେଶରେ ସମାଜରେ ଗୋଟେ ବହୁତ କାମ ରହିଛି। ଆମେ ଏପର୍ଯ୍ୟନ୍ତ ଜାଗ୍ରତ ହେଇପାରୁନାହାନ୍ତି। ତେଣୁ ଆପଣମାନେ ସମସ୍ତଙ୍କୁ ଅନୁରୋଧ କରୁଛି, ଯେଉଁଠି ଆପଣମାନେ ଦେଖିବେ, ଯେଉଁଠି ଆପଣମାନେ ରହୁଛନ୍ତି ଏକାଠି ଆଲୋଚନା କରନ୍ତୁ। ସମସ୍ତଙ୍କୁ ଲାଗିବା ଏ ସମାଜରେ ସବୁବେଳେ ଅବହେଳିତ ହେଇ ରଖିବା ନାହିଁ। ଅବହେଳିତ ନିଷ୍ପେଷିତ ସବୁବେଳେ ନିନ୍ଦା କରିବା ନାହିଁ। ଯେ ଓଡ଼ିଶାରେ ବହୁତ ଦୁଃଖୀ କି ଭାରତରେ ବହୁତ ଦୁଃଖୀ କି ବହୁତ ଅବହେଳିତ ଏ ଶବ୍ଦ ଯେମିତି ଆମ ଦେଶରେ ନ ରହିବ। ପ୍ରତ୍ୟେକଙ୍କୁ ଆନନ୍ଦ ଦେବା ଏବଂ ବିକାଶ କରିବା, ଦେଶକୁ ସଂଗଠିତ କରିବା। ଗାନ୍ଧୀଜୀଙ୍କର ଭାଷାରେ ସେ କହୁଛି, ସବୁଠାରୁ ତଳେ ପହଞ୍ଚିବା ଆଜି ପର୍ଯ୍ୟନ୍ତ ସରିବ ନାହିଁ। ଏ ସମାଜ ଏତେ ବିରାଟ ସମାଜ, ଆମମାନଙ୍କୁ ସମସ୍ତଙ୍କୁ ମନ ଲଗ୍ନ ଧ୍ୟାନ ଦେବାକୁ ପଡ଼ିବ ଏ ସମାଜକୁ ତିଆରି କରିବା। ମୁଁ ଏଇ ଆପଣମାନଙ୍କୁ ସମସ୍ତଙ୍କୁ ଜଗତକୁ ଏଇ ଆହ୍ୱାନ କରୁଛି। ଆମେ ଏଇ ଜଗତକୁ ଆସିଛେ, ଭଗବାନ ଆମକୁ ପଠେଇଛନ୍ତି। ଆମେ ତ ନିଜେ ଆସିନାହାନ୍ତି, ଭଗବାନଙ୍କର ତାଙ୍କ ଇଚ୍ଛାରେ ଆମକୁ ଏ ଜଗତକୁ ପଠେଇଛନ୍ତି। ତାର ଯେଉଁ ମଞ୍ଜି ପରି ଯେଉଁ ଜଗତକୁ ବୁଣି ଦେଇଛି, ତାହାକୁ ସାଇଥିବା, ତାହାକୁ ତିଆରି କରିବା, ତାହାକୁ ରକ୍ଷଣାବେକ୍ଷଣ କରିବା ହେଉଛି ଆମମାନଙ୍କର କର୍ତ୍ତବ୍ୟ। ଆମ ସମସ୍ତେ ଏକାକାର ହେଇକରି ଏଇ ଜଗତକୁ ପାଳିବା। ଇଏ ହିଁ ଆଜି ଆପଣମାନଙ୍କ ପାଖରେ ଏଇ ଆନନ୍ଦ ଦିବସରେ, ଏଇ ଦିବସରେ ଆପଣମାନଙ୍କୁ ଆହ୍ୱାନ କରୁଛି। ଆପଣମାନଙ୍କ ପାଖରେ ଯୋଉଠି ଯଦି କିଏ ଅସୁବିଧାରେ ପଡ଼ିଥିବ ତାକୁ ଉଦ୍ଧାର କରିବା ହେଉଛି ଆମ କର୍ତ୍ତବ୍ୟ। ଯେଉଁଠି ତା ମା ବାପାକୁ ହରାଇ କରି ଭିକ ମାଗୁଥିବ, ଆମେ ଭିକାରୀ ରଖିବା ନାହିଁ, ତାକୁ ପାଳିବାକୁ ହେଉଛି ଆମ କର୍ତ୍ତବ୍ୟ। ତ ଭାବୁଛି ସେମାନଙ୍କୁ ହିଁ ଆଜି ଯେଉଁମାନେ ଆରମ୍ଭ ତ କରିଥିଲି, ଯେଉଁ ମା ଗୋଟେ ଗଛ ମୂଳେ ଶୋଇକରି ପିଲାକୁ ସେ କାମ କରୁଛି, ଖାଦାନରେ କାମ କରୁଛି, ସେଇ ପିଲାଙ୍କୁ ଗୋଟେ ଛାଇରେ ରଖିବା, ଯତ୍ନ କରିବା, ଇଏ ହିଁ ମୁଁ ଆରମ୍ଭ କରିଥିଲି। କିନ୍ତୁ ସମାଜରେ ଦେଖୁଛି ଖାଲି ମାଇଣ୍ଡ ସେ ନୁହେଁ, ସବୁ ଜାଗାରେ ଅବହେଳିତ ଅଛନ୍ତି। ସବୁ ଜାଗାରେ ମା ବାପା ହରାଇଥିବା ପିଲା ଅଛନ୍ତି, ସବୁବେଳେ ଗରିବ ଅଛନ୍ତି, ସବୁଠାରେ ସମସ୍ୟା ରହିଛି ମାନବ ସମାଜରେ। ତେଣୁ ମାନବ ସମାଜକୁ ତିଆରି କଲେ ସେଟା ହେଉଛି ଦେବ ସମାଜ। ତେଣୁ ଆମକୁ ଦେବ ସମାଜ ତିଆରି କରିବାକୁ ହେବ। ଆଉ ଧନ୍ୟବାଦ, ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି। ଆପଣମାନଙ୍କର ଏଇ ଆହ୍ୱାନକୁ ମୁଁ ସ୍ୱାଗତ କଲି ଏବଂ ମୁଁ ବହୁତ ଖୁସିରେ ଆପଣମାନଙ୍କ ପରି ଲୋକଙ୍କୁ ଦର୍ଶନ କରିବା ଆମମାନଙ୍କୁ ମିଳିବା ବଡ଼ କଷ୍ଟ। ତେଣୁ ଏହା ହେଉଛି ଦେବସଭା ଭିତରେ ବସିଥିବା ପରି ମୋତେ ଲାଗୁଛି। ଧନ୍ୟବାଦ। ଆଉ ଆପଣମାନଙ୍କ ପରି ମହାନ ବ୍ୟକ୍ତି ଲୋକଙ୍କୁ थैंक यू मैडम। बंधुगण, आम कई महान नुहति, महान लोक से जी आमको दिग्दर्शन दे था, मार्गदर्शन देखा था।